ଗତ 1-9-24ରେ ସେକ୍ରେଡ୍ ରୁଟ୍ସ ପବ୍ଲିକ୍ ସ୍କୁଲ ପକ୍ଷରୁ କଟକସ୍ଥିତ କେନ୍ଦ୍ରୀୟ ରେଡ୍କ୍ରସ ରକ୍ତ ଅଧୀନରେ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମହାନ କାର୍ଯ୍ୟରେ ଦାତାମାନେ ଯୋଗଦାନ ଦେଇ ସମାଜକୁ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ପ୍ରାକ୍ ପ୍ରାଥମିକ ସେବା ବ୍ରାଉନି ବିୟର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ବିଧାୟିକା E.R. ସୋଫିଆ ଫିରଦୋଷ ଓ ସମ୍ମାନିତ ଅତିଥି ଭାବେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କଟକ ପ୍ରତିଷ୍ଠାନର ଅବସରପ୍ରାପ୍ତ ସର୍ଜନ ଡକ୍ଟର ଭାଗବତ ବଳ ଯୋଗ ଦେଇଥିଲେ। ବିଦ୍ୟାଳୟ ପକ୍ଷରୁ ଡାକ୍ତର ବିଶ୍ୱଜିତ ଦେ ଓ ତାଙ୍କ ଟିମ୍ ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେକ୍ଟର 13 CDA ବାସିନ୍ଦା ଓ ଅନ୍ୟମାନଙ୍କ ଆଖି ଯାଞ୍ଚ କରାଯାଇଥିଲା। ମୁଖ୍ୟ ଅତିଥି ସୋଫିଆ ଫିରଦୋଷ ଦାତାଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟ ପରିଚାଳନା ଓ କେନ୍ଦ୍ରୀୟ ରେଡ୍କ୍ରସ ରକ୍ତ କେନ୍ଦ୍ରର ସଦସ୍ୟମାନଙ୍କୁ ଏହି ଚମତ୍କାର ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ରିତେଶ ମହାନ୍ତିଙ୍କ ସହ ଆଲୋଚନା କରିବା ସହ କଟକ ସେକ୍ଟର 13 CDAରେ NAP ଭିତ୍ତିକ ବିଦ୍ୟାଳୟ ପରିକଳ୍ପନାକୁ ପ୍ରୋତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ନିର୍ଦ୍ଦେଶିକା ଶ୍ରୀମତୀ ସରିତା ସ୍ୱାଗତ ଶତପଥୀଙ୍କ ଶିକ୍ଷାଗତ ଦକ୍ଷତା ଏବଂ ପ୍ରଶାସକ ମନୀଷ କୁମାର ସ୍ୱାଇଁଙ୍କର ଅନୁଷ୍ଠାନର ଅଭିବୃଦ୍ଧି ଓ ବିକାଶ ଦିଗରେ ସମର୍ପଣ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ସୁନନ୍ଦା କୁମାରୀ ଦାସ ମୁଖ୍ୟ ଅତିଥିଙ୍କୁ ସମ୍ବୋଧିତ କରିଥିଲେ। ଫିରଦୋଷ ମ୍ୟାଡମ ଶ୍ରୀମତୀ ଦାସଙ୍କ ବିଶାଳ ଶିକ୍ଷାଗତ ଅଭିଜ୍ଞତାକୁ ବିଦ୍ୟାଳୟର ବିକାଶରେ ଏକ ବିରାଟ ସମ୍ପତ୍ତି ବୋଲି ପ୍ରଶଂସା କରିଥିଲେ। ସହରର ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ମଧ୍ୟ ସେ ଯୋଗ ଦେଇଥିଲେ। ମାଷ୍ଟର ସମ୍ବିତ ଶୁଭଙ୍କର ସାହୁ, ଆଶିଷ ମହାନ୍ତି, କୁମଲେଶ ମଝି, ବିଶ୍ୱଜିତ ମଲ୍ଲିକ, ଆଶୁତୋଷ ମହାନ୍ତି ପ୍ରମୁଖ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ।